2024 ଜିମେଲ୍ ଆଇଡି କେମିତି କରିବେ ଦେଖନ୍ତୁ। ପ୍ରଥମେ ଆପଣଙ୍କ ମୋବାଇଲର ଗୁଗଲ ବ୍ରାଉଜରକୁ ଆସି ଏଠିରେ ଜିମେଲ୍ ଆଇଡି କ୍ରିଏଟ୍ ଲେଖିନେବେ। ଜିମେଲ୍ ଆଇଡି କ୍ରିଏଟ୍ ଲେଖିନେବେ, ଯେତେବେଳେ ସର୍ଚ୍ଚ କରିବେ ଆପଣ ଆସିବେ ତଳକୁ ଆସିଲା ପରେ ଦେଖନ୍ତୁ ଏଠିରେ ଲେଖା ହେଇଛି, ଦେଖନ୍ତୁ କ୍ରିଏଟ୍ ଏ ଗୁଗଲ ଆକାଉଣ୍ଟ ଆଣ୍ଡ୍ରଏଡ୍ ଲେଖା ହେଇଛି। ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଦେଖନ୍ତୁ ଏମିତି ଆସିବ। ଏମିତି ଆସିଲା ପରେ ପୁଣି ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖନ୍ତୁ ଏଠିରେ ଯେଉଁ ମାଇ ସେଲ୍ଫ ଲେଖା ହେଇଛି, ଫର୍ ମାଇ ସେଲ୍ଫ, ତ ସେଥିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ସେଥିରେ ଯେତେବେଳେ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲରେ ଯେଉଁ ଇମେଲ୍ ଅଛି ତାକୁ ଏମିତି ଲଗ୍ଇନ୍ ହେଇଯିବ। ତାପରେ ଦେଖନ୍ତୁ ତଳକୁ ଆସିଲା ପରେ ଦେଖନ୍ତୁ ଏଠିରେ ଲେଖା ହେଇଛି ଏଡ୍ ଆକାଉଣ୍ଟ ଟୁ ଡିଭାଇସ୍ ଲେଖା ହେଇଛି। ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଏଥିରେ ଯେତେବେଳେ କ୍ଲିକ୍ କରିବେ, ତାପରେ ଦେଖନ୍ତୁ ଏମିତି ଲେଖାଯିବ ସାଇନ୍ ଇନ୍। ସାଇନ୍ ଇନ୍ ଯେତେବେଳେ ଲେଖାଯିବ ଆପଣ ଟିକେ ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖନ୍ତୁ ପୁଣି ତଳେ ଲେଖା ହେଇଛି କ୍ରିଏଟ୍ ଆକାଉଣ୍ଟ ଲେଖା ହେଇଛି। ତ ସେଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଦେଖନ୍ତୁ ଏଠିରେ ଦିଆଯାଇଛି ଯେ ଫର୍ ମାଇ ପର୍ସନାଲ ୟୁଜ୍ ଆଉ ଫର୍ ୱାର୍କ ଅର୍ ମାଇ ବିଜନେସ୍ ଦିଆଯାଇଛି। ଯେହେତୁ ଆମକୁ ପର୍ସନାଲ ୟୁଜ୍ ପାଇଁ କରିବାର ଅଛି, ତେଣୁକରି ଏଠିରେ ଫର୍ ମାଇ ପର୍ସନାଲ ୟୁଜ୍ରେ କ୍ଲିକ୍ କରିବ। ଯେତେବେଳେ ପର୍ସନାଲ ୟୁଜ୍ରେ କ୍ଲିକ୍ କରିବେ, ପୁଣି ଲୋଡ଼୍ ହେଲା ପରେ ଦେଖନ୍ତୁ ଏଠିରେ ଆପଣଙ୍କୁ ଫାର୍ଷ୍ଟ ନେମ୍ ଆଉ ଆପଣଙ୍କ ଟାଇଟେଲର ସିଓର ନେମ୍ ମାଗିଛି। ତାପରେ ଦେଖନ୍ତୁ ଏଇଟା ଫାର୍ଷ୍ଟ ନେମ୍ ଆଉ ସିଓର ନେମ୍ ଦେଲା ପରେ ଆପଣଙ୍କୁ ନେକ୍ସଟରେ କ୍ଲିକ୍ କରିବାକୁ ହେବ। ଯେତେବେଳେ ଆପଣ ନେକ୍ସଟ କ୍ଲିକ୍ କରିବେ, ଏଥିରେ ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଅନୁଯାୟୀ ଏଥିରେ ଡେ ଦେବେ, ଏଥିରେ ମନ୍ଥ ଦେବେ ଆଉ ଏଠିରେ ଇୟର ଦେବେ। ତାପରେ ଦେଖନ୍ତୁ ଏଠିରେ ଯଦି ଆପଣ ପୁଅ ହୋଇଥାନ୍ତି ଯାହାର ଜେଣ୍ଡର ମେଲ୍ ସିଲେକ୍ଟ କରିବେ। ତାପରେ ଯଦି ଆପଣ ଝିଅ ଅଛନ୍ତି ତାହେଲେ ଫିମେଲ୍ ସିଲେକ୍ଟ କରିବେ। ଡେଟ୍ ଅଫ୍ ବାର୍ଥ ଆଉ ଜେଣ୍ଡର ସିଲେକ୍ଟ କଲା ପରେ ପୁଣି ତଳେ ଦେଇଥିବା ଏଇ ନେକ୍ସଟରେ କ୍ଲିକ୍ କରିବାକୁ ପଡ଼ିବ। ନେକ୍ସଟ ଯେତେବେଳେ କ୍ଲିକ୍ କରିବେ, ଏଠିରେ ଆପଣଙ୍କୁ ଗୋଟେ ଇମେଲ୍ ଚୁଜ୍ କରିବାକୁ ପଡ଼ିବ। ଏମିତି ଆପଣଙ୍କ ଇମେଲ୍ଟା ଚୁଜ୍ କରିନେବେ। ଇମେଲ୍ ଚୁଜ୍ କଲା ପରେ ଦେଖନ୍ତୁ ଏଠିରେ ପୁଣି ନେକ୍ସଟ ଲେଖା ହେଇଛି, ନେକ୍ସଟରେ କ୍ଲିକ୍ କରିନେବେ। ନେକ୍ସଟ କ୍ଲିକ୍ କଲା ପରେ ଦେଖନ୍ତୁ ଏଠିରେ ଆପଣଙ୍କୁ ପାସୱାର୍ଡ଼ଟା କ'ଣ ଦେବାର ଅଛି, ସେଇଟା ପାସୱାର୍ଡ଼ ଆପଣଙ୍କୁ ଦେବାକୁ ହେବ। ଏଠିରେ ଆପଣଙ୍କ ପାସୱାର୍ଡ଼ଟା ଦେଇ ପୁଣି ଏଥିରେ ନେକ୍ସଟରେ କ୍ଲିକ୍ କରିବେ। ନେକ୍ସଟ କ୍ଲିକ୍ କଲା ପରେ ଦେଖନ୍ତୁ ଟିକେ ଲୋଡ଼ ନେବ। ଏମିତି ଆପଣଙ୍କ ଜିମେଲ୍ ଆଇଡ଼ିଟା କ୍ରିଏଟ୍ ହେଇକି ଆସିଯିବ। କ୍ରିଏଟ୍ ହେଇକି ଆସିଲା ପରେ ତଳେ ଦେଖନ୍ତୁ ଏଠିରେ ସାଇଡ଼ରେ ପୁଣି ନେକ୍ସଟ ଲେଖା ହେଇଛି। ଏ ନେକ୍ସଟରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ। ନେକ୍ସଟରେ ଯେତେବେଳେ କ୍ଲିକ୍ କରିନେବେ, କ୍ଲିକ୍ କଲା ପରେ ଦେଖନ୍ତୁ ଏମିତି ତାର ଟର୍ମ ଆଣ୍ଡ କଣ୍ଡିସନ ଯାହା ସବୁ ଲେଖାଥିବ ସେଠିରେ ଆପଣଙ୍କୁ ଆଇ ଆଗ୍ରିରେ କରିବାକୁ ପଡ଼ିବ। ଆଇ ଆଗ୍ରି କଲା ପରେ ଆପଣଙ୍କ ଜିମେଲ୍ଟା ପୁରା ରେଡ଼ି ହେଇଯିବ, ଯେଉଁଟାକି ଆପଣ ବର୍ତ୍ତମାନ କେଉଁଠି ମଧ୍ୟ ୟୁଜ୍ କରିପାରିବେ। ଆପଣ ଦେଖିପାରୁଥିବେ ଏଇଟା ସେଇ ଜିମେଲ୍ ଆଇଡ଼ି ଯେଉଁଟା ବର୍ତ୍ତମାନ ଏବେ ଆମେ କ୍ରିଏଟ୍ କଲା। ଏମିତି ଆପଣ ଆପଣଙ୍କ ନିଜ ଜିମେଲ୍ ଆଇଡ଼ି ଏହି 2024ରେ କ୍ରିଏଟ୍ କରିପାରିବେ।